ବଜ୍ରାଘାତ ନେଲା ଦୁଇ ଜୀବନ। ଆଜି ବାଲେଶ୍ୱରରେ ଦୁଇଟି ବଡ଼ ଅଘଟଣ ଘଟି ଯାଇଛି। ବଜ୍ରାଘାତରେ ପୃଥକ ପୃଥକ ସ୍ଥାନରେ ଜଣେ ମହିଳା ଓ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ଟାଉନ ଥାନା ଗୋପାଳ ଗାଁ ଚୁନଭାଟି ଅଞ୍ଚଳର କନକଲତା ପଲେଇ ଏବଂ ପୁରୁଷ ଜଣକ ହେଲେ ସଦର ଥାନା ମିର୍ଜାପୁର ଝିଙ୍କିରିଆ ଅଞ୍ଚଳର ମଧୁସୂଦନ ମହାନ୍ତି। ଆଜି ଦିନ ଦ୍ୱିପହରେ ବାଲେଶ୍ୱରରେ ଘଡ଼ଘଡ଼ି ଓ ବର୍ଷା ସାଙ୍ଗକୁ ବଜ୍ରାଘାତ ହୋଇଥିଲା। ଚୁନଭାଟି ଅଞ୍ଚଳର କନକଲତା ଲୁଗା ଆଣିବାକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ସେହିପରି ଝିଙ୍କିରିଆ ଅଞ୍ଚଳର ମଧୁସୂଦନ ବିଲକୁ ଗାଈ ଆଣିବାକୁ ଯାଇଥିବା ବେଳେ ସେ ମଧ୍ୟ ବଜ୍ରାଘାତର ଶିକାର ହୋଇଥିଲେ। ଉଭୟଙ୍କୁ ପରିବାର ଲୋକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ, ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପରେ ବ୍ୟବଚ୍ଛେଦ ପାଇଁ ଉଭୟଙ୍କ ମୃତଦେହ ଅଣାଯାଇଥିଲା। ବଜ୍ରପାତ ହେଲା ଲାଇଟନିଂ, ଯାହାଫଳରେ ସମୟ ପାଖାପାଖି 3ଟାରୁ 3:30 ମଧ୍ୟରେ ସେଇଠି ସ୍ପଟରେ ସେ ପଡ଼ିଗଲେ। ମେଡିକାଲ ଆଣିଲା ପରେ ଡକ୍ଟର ଆକ୍ଚୁଆଲି ତାଙ୍କୁ ମୃତ ଘୋଷିତ କଲେ। ବର୍ତ୍ତମାନ ପୋଷ୍ଟମର୍ଟମ ପରେ ଇଏ ହେବ। ବର୍ତ୍ତମାନ ତାଙ୍କ ଘରେ ଆଉ ଚଳିବା ପାଇଁ ସେମିତି କିଛି ଆର୍ଥିକ ସୁବନ୍ଦୋବସ୍ତ ନାହିଁ। ଏକୁଟିଆ ତାଙ୍କ ସ୍ତ୍ରୀ ଘରେ, ଆଉ ଘରେ କେହି ନାହାନ୍ତି। ତେଣୁ ଯଦି ସରକାରଙ୍କ ତରଫରୁ କିଛି ପ୍ରକାର ସାହାଯ୍ୟ ସହଯୋଗର ହାତ ବଢ଼େଇବେ ତାହେଲେ ନିହାତି ସେ ଉପକୃତ ହେବେ। ତାଙ୍କ ପାଇଁ ନିହାତି ଅନୁଦାନର ଆବଶ୍ୟକତା ରହିଛି।